ଅସ୍ତରଙ୍ଗ ଅଞ୍ଚଳ ଅପରାଧୀଙ୍କ ହବ୍ ପାଲଟିଗଲାଣି। ଆମେ ଯାହା ଦେଖିବା ଏଇ 2-3 ମାସ ହେବ ଚୋରି ଏବଂ ଅପରାଧର ସୀମା ଉଲ୍ଲଂଘନ ହୋଇଛି ଅସ୍ତରଙ୍ଗ ଅଞ୍ଚଳରେ। ପ୍ରଥମେ ଗୋଟେ ସାମରିକ କର୍ମଚାରୀଙ୍କ ଘରୁ ଚୋରି, ତାପରେ ନିକଟସ୍ଥ ମନ୍ଦିରରୁ ଚୋରି, ଏବେ ଅସ୍ତରଙ୍ଗ ଅଞ୍ଚଳର ନଈଗୁଆଁ ପଞ୍ଚାୟତ ଓସ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଏ ବିଦ୍ୟାଳୟ ପରିସରରୁ ମଧ୍ୟ ଅନେକ ଜିନିଷ ଚୋରି ହୋଇଛି, ଯାହାକୁ ନେଇକରି ଲିଖିତ ଅଭିଯୋଗ କରାଯାଇଛି କାକଟପୁର ଥାନାରେ। ଏ ଚୋରି ବାବଦରେ କ'ଣ ହେଇଛି, କିଭଳି ଏ ଚୋରି ହେଲା, ଆମ ସହିତ ସ୍କୁଲର କର୍ମଚାରୀ ଅଛନ୍ତି, ତାଙ୍କ ସହିତ ଟିକେ ଆଲୋଚନା କରିବା। ସାର୍ କ'ଣ କହିବେ, ଆପଣ ପରିଚୟ ଦେଇଦେବେ। ମୋ ନାଁ ଲକ୍ଷ୍ମୀଧର ମହାନ୍ତି, ମୁଁ ଏଇ ଓସ୍ତପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ। କ'ଣ କହିବେ ଯେଉଁ ଚୋରିକି ନେଇକରି ଆପଣ କି ମତାମତ ଦେବେ? ସବୁଦିନ ଭଳି ଆମେ ଗତକାଲି ମଧ୍ୟ ସେଇ 4:30ଟାରେ ସ୍କୁଲ ବନ୍ଦ କରିକିରି ତାଲା ଫାଲା ମାରିକିରି ଯେମିତି ସବୁଦିନ ଭଳି ଯେମିତି ତାଲା ଫାଲା ମାରୁ, ସେଦିନ ଗତକାଲି ବି ଆମେ ତାଲା ଫାଲା ମାରିକିରି ଘର ଗଲୁ, ଯେଝା ଘର ଗଲୁ। ଆଜି ତ ଶନିବାର, ଆମର ସକାଳ 6:30ଟାରେ ଆମେ 6:30ଟାରେ ଆସିକି ଗେଟ୍ ପାଖରେ ଦେଖିଲୁ ଗେଟ୍ ଖୋଲା ନଥିଲା। ଆମେ ଗେଟ୍ ଖୋଲିଲୁ, ସେ ଦେଖିଲୁ ଯେ ଅଫିସ୍ ଘର ସମସ୍ତ ଅନ୍ୟ ସବୁ ଘର ତାଲା ସବୁ ଆଡ଼େଇଛନ୍ତି। ଆମେ ଦେଖିଲୁ ଯାହା ସବୁ ଆସବାବପତ୍ର, ଟିଭି, ସ୍କୁଲର ଯେଉଁ ଜେରକ୍ସ ମେସିନ୍, ଆଉ ଆମର ଷ୍ଟାବିଲାଇଜର, ଏଗୁଡ଼ା ସବୁ ନେଇଯାଇଛନ୍ତି। ଆଉ ଖେଳ ଉପକରଣ ବି କିଛି ନେଇଛନ୍ତି। ଆଉ 4ଟା କେତେ ଟଙ୍କା ଜିନିଷ ହେବ? ଆମର ଆଜ୍ଞା ସେ ଟିଭି ତ ବଡ଼ ବଡ଼ ଟିଭି, ପ୍ରାୟ ତା ମୂଲ୍ୟ ବୋଧେ ଗୋଟାକ ମୂଲ୍ୟ ବୋଧେ ଲକ୍ଷ ଟଙ୍କା ହେବ। 2 ଲକ୍ଷରୁ 3 ଲକ୍ଷ ଟଙ୍କାର ମୂଲ୍ୟ ବୋଧେ ଯାହା ଜଣାପଡ଼ୁଛି। ତେଣୁ ଆମେ ଏଇସବୁ ବାବଦରେ ଗାଁ ଲୋକଙ୍କୁ ବି ଡାକିଲୁ, କମିଟି ମେମ୍ବରଙ୍କୁ ଡାକିଲୁ, ସେମାନେ ସବୁ ଆସିଲେ। ଆମେ ଗୋଟେ ଲିଖିତ ଅଭିଯୋଗ ଦେଲୁ। ଭାବୁଛନ୍ତି କାକଟପୁର ଥାନା ଏଠି ତଦନ୍ତ କଲା ପରେ ଚୋର ଧରା ପଡ଼ିବେ? ଏଠି ଆମେ ଅନୁମାନ କରୁଛୁ ଏଠି ଲୋକାଲ ଚୋର, କାରଣ ଛୋଟ ଜିନିଷ ଠାରୁ ଆରମ୍ଭ କରି ବଡ଼ ଜିନିଷ ନେଇଛନ୍ତି। ଖେଳ ଉପକରଣ ବି ପିଲାଙ୍କର ବ୍ୟାଟ୍ ନେଇଛନ୍ତି, ଭଲିବଲ୍ ନେଇଛନ୍ତି। ତେଣୁ ଏ ଛୋଟକାଟିଆ ଜିନିଷ ଯେତେବେଳେ ନେଇଛନ୍ତି, ଆମେ ଭାବୁଛୁ ଲୋକାଲ ଚୋର କିଏ ହେଇଥିବେ। ଯାହା ସେମାନେ ଅନୁଭବ କରୁଛନ୍ତି, 2 ଲକ୍ଷରୁ 3 ଲକ୍ଷ ଟଙ୍କାର ସାମଗ୍ରୀ ବିଦ୍ୟାଳୟ ପରିସରରୁ ଚୋରି ହେଇଛି। ରାତିରେ ଲୁଟେରେ ଆସିଛନ୍ତି, ଦିବାଲ ଡେଇଁକିରି ସ୍କୁଲ ଭିତରେ ପଶିଛନ୍ତି। ଯାହା ଆମେ ଦେଖୁଥିଲୁ, ମୁଖ୍ୟ ଗେଟ୍ରେ ତାଲା ଝୁଲିଥିଲା, କିନ୍ତୁ ସେ ଅନ୍ୟ କେଉଁ ପଟରେ ଆସିଛନ୍ତି। ସ୍କୁଲର ଗ୍ରାଉଣ୍ଡ ଫ୍ଲୋରରେ ଯେଉଁ ଅଫିସ୍ କାର୍ଯ୍ୟାଳୟ ଥିଲା, ସେ ଅଫିସ୍ କାର୍ଯ୍ୟାଳୟରୁ ବିଭିନ୍ନ ସାମଗ୍ରୀ ଚୋରି କରିବା ସହିତ ଫାର୍ଷ୍ଟ ଫ୍ଲୋରରେ ସ୍ମାର୍ଟ ଟିଭି ଯେଉଁ ଲାଗିଥିଲା, ସରକାରଙ୍କ ଯେଉଁ ସ୍ମାର୍ଟ ଟିଭି ଦିଆଯାଇଥିଲା, ସେ ଟିଭିଟାକୁ ମଧ୍ୟ ନେଇଯାଇଛନ୍ତି। 2ଟି ଟିଭି ନେଇଯାଇଛନ୍ତି। ଆଉ କ'ଣ ସବୁ ନେଇଛନ୍ତି? କମ୍ପ୍ୟୁଟର, ଜେରକ୍ସ ମେସିନ୍ ତ ନେଇଛନ୍ତି। ତାପରେ ଚାଉଳ 10 ବ୍ୟାଗ୍ ଖଣ୍ଡେ ନେଇଛନ୍ତି। ଆଉ ସେଇ ଷ୍ଟେୟାର କେସ୍ରେ ଚାଉଳ ପଡ଼ିଥିବାର ବି ଆମେ ଦେଖୁଛୁ। ସେଇଠି ତା ପଛପଟେ ବାଲି ଗଦା ହେଇଛି, ତାଙ୍କୁ ସୁବିଧା ହେଇଛି ନେବା ପାଇଁ। ଆଜ୍ଞା, ସ୍ଥାନୀୟ ଲୋକ ଆମ ସହିତ ଯୋଡ଼େଇଛନ୍ତି ଓସ୍ତପୁର ଗ୍ରାମର। ମୋ ସାର୍, ଆପଣଙ୍କ ନାଁଟା କ'ଣ କହିବେ? କ'ଣ କହିବେ ଏ ଚୋରିକି ନେଇ, କ'ଣ କହିବେ? ଚୋରି ତ ଆମେ ସକାଳୁ ଦେଖିଲା ବେଳକୁ ଯେ ହୋ ବାଜୁଛନ୍ତି, ଆଉ ସ୍ତ୍ରୀ ଘର ଚୋରି ହେଇଛି। ଆଉ ଏ କିଛି ଦିନ ତଳେ ଆମେ ଦେଖିଥିଲୁ ଏ ଯେଉଁ ପଥର ପକା ନଦୀ ରାସ୍ତାରେ ଗୋଟେ ମନ୍ଦିରରୁ ଚୋରି ହେଇଥିଲା। ଅସ୍ତରଙ୍ଗ ଅଞ୍ଚଳରେ ଗୋଟେ ସାମରିକ କର୍ମଚାରୀ ଘରୁ ଚୋରି ହେଲା, ପୁଣି ନିକଟସ୍ଥ ଗୋଟେ ଶିବ ମନ୍ଦିରରୁ ଚୋରି ହେଲା, ଆଜି ବିଦ୍ୟାଳୟରୁ ଚୋରି। ୟା ପଛରେ କିଛି ର୍ୟାକେଟ୍ କାମ କରୁଛି କି? ର୍ୟାକେଟ୍ କ'ଣ, ଆମେ ତା ପଛରେ କି ଗୋଟେ ଅଛି ଆମ ଗାଁରୁ? ମେନ୍ କଥା ହେଲା ଆଉ ଆପଣ ତୁରନ୍ତ ସେ ଚୋରକୁ ଧରନ୍ତୁ, ସେଇଆ ହେଉଛି କଥା। କ'ଣ ପୋଲିସ ଉପରେ ଆପଣଙ୍କର ଆସ୍ଥା ଅଛି? ହଁ, ପୁଲିସ ଉପରେ ଆସ୍ଥା ସାର୍ ମାନେ ସେଇଟା କରିବେ, ସେଇଟା ଗାଉଁଲି ବାଲା କରିବେ, ଦୁଇଟା ଷ୍ଟେପ୍ ନେଇକରି କରିବେ। ବିଦ୍ୟାଳୟ ପରିସରକୁ ମଧ୍ୟ ଛାଡ଼ିଲେନି। ଆଉ ଜଣେ ଭାଇ ଅଛନ୍ତି, କ'ଣ କହିବେ ଚୋରିକି ନେଇକି? ଆଜ୍ଞା, ଚୋରିକି ନେଇ କ'ଣ କହିବା, ମେନ୍ ଏଇ କମିଟିକି ଡକେଇକିରି ଆଗ ପୋଲିସକି ରିପୋର୍ଟ ଦେଇକିରି ଏକୁ ତଦନ୍ତ କରିକିରି ମାନେ ଆର ପୁଙ୍ଖାନୁପୁଙ୍ଖ କଥା ବାହାରିଲେ ସେ ଭଲ ହୁଅନ୍ତା। ଦାବି କ'ଣ ରଖିବେ? ଦାବି କ'ଣ, ଏଇଟା କେମିତି ଶାନ୍ତି ଶୃଙ୍ଖଳାରେ ଧରା ପଡ଼ିଲେ ଏଇ ଦାବିଟା ଆମେ ଉପକୃତ ହବୁ। ଆଉ ନହେଲେ ଚୋର ଆହୁରି ବଢ଼ି ବଢ଼ି ଚାଲିବ। ଆଉ ଚୋରି ବୃଦ୍ଧି ହେବ, ଚୋର ମଧ୍ୟ ଅଧିକ ପରିମାଣରେ ଆସିବେ ଲୁଟିବା ପାଇଁ। ଆପଣଙ୍କୁ ଆଉ ଟିକେ ବାସ୍ତବ ଦୃଶ୍ୟ ଆମେ ଦେଖିବୁ, କ୍ୟାମେରା ପର୍ସନକୁ ଅନୁରୋଧ କରିବି। ଏଇଟା ହେଉଛି ସେଇ ସ୍କୁଲର କାର୍ଯ୍ୟାଳୟ ପରିସର। ଏ ତାଲା ଭାଙ୍ଗିବା ସହକାରେ ସ୍କୁଲ ଭିତରେ ଚୋରମାନେ ପଶିଛନ୍ତି। ଏଇଟା ହେଉଛି ସେ ଭିତରର ଦୃଶ୍ୟ। ଏ ଭିତରର ଦୃଶ୍ୟ ମୁଁ ଆପଣଙ୍କୁ ଦେଖାଇବାକୁ ଚାହିଁବି। ଏହି ସ୍ଥାନରେ ମାନେ କେଉଁଭଳି ଭାବରେ ବିଦ୍ୟୁତର ଯେଉଁ କନେକ୍ସନ୍ ରହିଛି, ସେ ବିଦ୍ୟୁତ କନେକ୍ସନ୍ ଭାଙ୍ଗିଛନ୍ତି। ସେଠୁ ମଧ୍ୟ ତାଙ୍କର ଯେଉଁ ଇନଭର୍ଟର ଥିଲା, ଇନଭର୍ଟର ଚୋରି କରିବା ସହିତ ପିଲାମାନଙ୍କ ପାଇଁ ଯେଉଁ କ୍ରୀଡ଼ା ଉପକରଣ ରହିଥିଲା, କ୍ୟାରମ୍ ବୋର୍ଡ଼ ଏବଂ ଗୋଟେ କିଟ୍ ବ୍ୟାଗ୍, ତା ସହିତ ଏଠି ତାଙ୍କର ଜେରକ୍ସ ମେସିନ୍, ସମସ୍ତ କିଛି ଡାଏରୀ ଖାତାପତ୍ର ଏଠୁ ଲୁଟପାଟ କରିବା ସହିତ ଏବଂ ଫାର୍ଷ୍ଟ ଫ୍ଲୋରକୁ ଯାଇକରି ସ୍ମାର୍ଟ ଟିଭି ମଧ୍ୟ ଚୋରି କରିଛନ୍ତି। ତାଙ୍କର ଯେଉଁ ମଧ୍ୟାହ୍ନ ଭୋଜନ ପାଇଁ ଯେଉଁ ଚାଉଳ ଆସିଥିଲା, ସେ ଚାଉଳ ମଧ୍ୟ ଲୁଟପାଟ କରି ଯାଇଛନ୍ତି। এইভাবে ভাবে কাকটপুর অঞ্চল হো অস্তরঙ্গ অঞ্চল হো
अपराधींकर जो अपराध घटेबार जो सीमा उल्लंघन होती विभिन्न बुद्धिजीवी महल दाबी करा ये रैकेट पछरे कौन बाहर चोर रोचे कि स्थानीय चोर इधर सामिल अच्छा कहीं आज पर्यंत पुलिस इधर सफलता पाऊनी आम विगत दिन में देखीलु यही अनेक चोरी घटन फॉरेंसिक टीम आसी संधानी कुकुर आसी किंतु तदंत कौटी पहुँची तदंतर बाट मारणा केमी आज पर्यंत गोटे चोरीर कौन पर्दाफाश हो पारा ना जहाँ नहीं लोक मान भितर असंतोष प्रकाश पाई एवं विद्यालय परिसर चोरी यह एक लज्जाजनक घटना एवं पुलिस पे एक चैलेंज हम बोली आम आशा करुचु आगामी दिन में पुलिस तदंत किभली करुच्ची ये चोरी की धरने देखा बाकी रहा। अस्तरंग ओस्तपुर विद्यालय परिसर आर्य विशाल रिपोर्टर स्टूडियो।